ଗୋଟିଏ ଦିନର କଥା। ଗୋଟେ ଛେଳିଟିଏ ପ୍ରବଳ ଖରା ହେବାରୁ ଜଙ୍ଗଲ ଭିତରେ ଆଶ୍ରୟ ନେବା ଚକ୍କରରେ ଜଙ୍ଗଲ ଭିତରେ ବାଟ ବଣା ହେଇଯାଇଥାଏ। ଯେତିକି ଭାବୁଥାଏ ବାହାରକୁ ବାହାରିବା ପାଇଁ ଜଙ୍ଗଲ ଭିତରୁ ସେତିକି ଜଙ୍ଗଲ ଭିତରକୁ ପଶି ଯାଉଥାଏ ଆଉ ବାଟ ବଣା ହେଇଯାଉଥାଏ। ଶେଷରେ ହାଲିଆ ହେଇ ଗୋଟେ ଗଛ ଛାଇ ମୂଳେ ଛିଡ଼ା ହେଇ ପଡ଼ିଲା। ସଞ୍ଜ ହେବାକୁ ବସିଲାଣି। ମୁଣ୍ଡରେ ଅନେକ ଚିନ୍ତା ପଶୁଥାଏ। ଏପଟେ ବାଟ ମିଳୁନାହିଁ ଜଙ୍ଗଲ ଭିତରକୁ ବାହାରିବା ପାଇଁ। ସେହି ସମୟରେ ବିଲୁଆଟି ତାକୁ ଦେଖି ଦେଇଥିଲା। ବିଲୁଆଟି ମନେ ମନେ ଭାବିଲା, ଜଙ୍ଗଲ ଭିତରକୁ ଛେଳିଟେ କୋଉଠୁ ଆସିଲା? ମୁଁ ତ କାଇଁ ଆଗରୁ କେବେ ଦେଖିନଥିଲି ତାକୁ। ଏତିକି କହି ସେଇ ଜାଗାରୁ ସିଏ ଚାଲି ଯାଇଥିଲା। ଖବରଟି ବାଘ ମାମୁଁ କାନରେ ପକେଇଦେଲା। ବାଘ ମାମୁଁ, ଆମ ଜଙ୍ଗଲ ଭିତରକୁ ଗୋଟେ ଛେଳିଟିଏ ପଶି ଆସିଛି। ଜଙ୍ଗଲ ଭିତରେ ପୁଣି ଛେଳି? କଥାଟା ପୁଣି ବାଘ କାନରେ ପକେଇଦେଲୁ ରେ ବିଲୁଆ। ଜଙ୍ଗଲକୁ ଛେଳିଟିଏ ଆସିଛି ବୋଲି ବାଘ କାନରେ ବିଲୁଆଟି କହିଦେଇ ସେଇ ଜାଗାରୁ ତୁରନ୍ତ ଚାଲି ଯାଇଥାଏ। ବିଲୁଆ କଥା ଶୁଣି ବାଘ ଛେଳିଟିକୁ ଜଙ୍ଗଲ ଭିତରେ ଖୋଜିବାକୁ ଲାଗିଲା। କିଛି ସମୟ ପରେ ହରିଣଟିଏ ଯାଉଥାଏ। ଯାଉ ଯାଉ ଛେଳି ଛାତିରେ ମୁହାଁମୁହିଁ ହେଇଯାଇଥାଏ। ଆରେ ତୁମେ କିଏ? ମୁଁ ତ କାହିଁ ଆଗରୁ ଏଇ ଜଙ୍ଗଲ ଭିତରେ ତୁମକୁ କେବେ ଦେଖି ନାହିଁ। ତୁମ ଘର କୋଉଠି? ମୁଁ ହଉଛି ଛେଳି। ଲୋକମାନଙ୍କ ଘରେ ରହିଥାଏ। ଆଜି ପ୍ରବଳ ଖରା ହେତୁ ମୁଁ ଗଛ ଛାଇ ଆଶ୍ରୟ ନେବା ଚକ୍କରରେ ଜଙ୍ଗଲ ଭିତରକୁ ଆସି ବାଟ ବଣା ହେଇଗଲି। ମୁଁ ଆଉ ବାଟ ପାଉନାହିଁ। ତୁମେ ଏଠି ରୁହ ନାହିଁ। ବାଘ ବିଲୁଆ ଦେଖିଲେ ତୁମକୁ ମାରି ଖାଇଦେବେ। ତୁମେ ତୁରନ୍ତ ମୋ ସାଥିରେ ଆସ ମୋ ଘରକୁ। ସେଠି ରହିଯିବ ଆଜି ରାତିକ। ହେଲେ ମୁଁ ତ ତମକୁ ଚିହ୍ନିନି। ତୁମେ କିଏ? ଚିହ୍ନିବ ପରେ। ସଞ୍ଜ ହେଇଗଲାଣି, ମୋ ପଛରେ ଆସ ଏବେ। ନହେଲେ ବାଘ ବିଲୁଆ ଜାଣିଲେ ତୁମକୁ ମାରି ତମ ହାଡ଼ ବି ଭାଙ୍ଗି ଖାଇଦେବେ। ହରିଣର କଥାଟି ଛେଳି ମନରେ ବିଶ୍ୱାସ ଭରିଗଲା। ଆଉ ହରିଣର ପଛେ ପଛେ ଛେଳିଟିଏ ତା ଘରକୁ ଚାଲିଲା। ହରିଣ ଛେଳିକୁ ନେବା ସମୟରେ ପୁଣି ଛେଳିକୁ ବିଲୁଆ ବାଟରେ ଦେଖିଦେଲା। ହରିଣଟି ଛେଳିକୁ ନେଇ କୁଆଡ଼େ ଯାଉଛି ବୋଲି ବିଲୁଆଟି ତା ପଛ କଲା ଆଉ ତା ପଛ ପଛେ ଚାଲିବାକୁ ଲାଗିଲା। ଆଜି ରାତିକ ମୋ ଘରେ ରହିଯାଅ। ସକାଳ ପାଇଲେ ତୁମକୁ ଜଙ୍ଗଲ ବାହାରେ ଛାଡ଼ି ଆସିବି ଆଉ ତୁମ ଘରକୁ ବାଟ ଦେଖେଇଦେବି। ହରିଣଟିର କଥା ଶୁଣି ଛେଳିଟିଏ କୁହେ, ତୁମ ସାହାଯ୍ୟ କେବେ ଭୁଲି ପାରିବି ନାହିଁ। ଅଚିହ୍ନା ଲୋକଙ୍କୁ ତୁମେ ଏତେ ସାହାଯ୍ୟ କରୁଛ। ଆଜିଠୁ ତୁମେ ମୋର ମିତ୍ର ହେଲ। ଏପଟେ ବାଘ ଛେଳିଟିକୁ ଜଙ୍ଗଲ ସାରା ଖୋଜିବାରେ ଲାଗିଥାଏ, ହେଲେ ଛେଳିକୁ ପାଏ ନାହିଁ। କାଇଁ ଛେଳିର ଟିକେ ବି ଦର୍ଶନ ନାହିଁ। ଶଳା ବିଲୁଆ ଟାଉଟର ଶଳା ମୋତେ ଠକିଦେଲା କିରେ? ନା ସେ ଛେଳିକି ମାରି ଖାଇଦେଲା। ଶଳା ବିଲୁଆ ଏଥର ଆସୁ ମୋ ପାଖକୁ। ଶଳା ତାକୁ ବି ମାରି ଖାଇଦେବି। ବାଘ ମାମୁଁ, ତୁମେ ଏଇଠି ଠିଆ ହେଇଛ? ଛେଳିକୁ ନେଇ ହରିଣ ତା ଘରକୁ ଚାଲିଗଲାଣି। ମୁଁ ଆସିଲା ବେଳେ ତାକୁ ବାଟରେ ଦେଖିଲି। ସତ କହୁଛୁ ବିଲୁଆ? ତାହେଲେ ଚାଲ ଚାଲ ମୋ ସାଥିରେ ହରିଣ ଘରକୁ। ବାଘ ଆଉ ବିଲୁଆ ହରିଣ ଘରେ ଆସି ପହଞ୍ଚିଗଲେ। ହରିଣ ଭାଇ,
ଓ ହରିଣ ଭାଇ, ବାଘ ମାମୁଁ ଡାକୁଛନ୍ତି, ଟିକେ ବାହାରକୁ ଆସିବ କି? ବିଲୁଆର କଥା ଶୁଣି ହରିଣଟି ବାହାରକୁ ବାହାରି ଆସେ। ହଁ ମାମୁଁ କୁହ, ଏଇ ସଞ୍ଜବେଳେ ମୋ ପାଖକୁ, ମୋ ପାଖରେ ତୁମର କ'ଣ କାମ ଥିଲା କି? ମୁଁ କ'ଣ ଶୁଣା ପାଇଛି ତ ଘରେ ଗୋଟେ ଛେଳି ଆଣି ରଖିଛୁ, ତାକୁ ପୁଣି ତୁ ମିତ କରିଛୁ। ନା ବାଘ ମାମୁଁ, ସେଇ ଛେଳିଟି ସଞ୍ଜ ବେଳୁ ତା ଘରକୁ ଚାଲି ଯାଇଛି। ତୁମେ ଖାଲିଟାରେ ଖାଲି ମତେ ଦୋଷ ଦଉଛ। ତାପରେ ବିଲୁଆଟି କୁହେ, ବାଘ ମାମୁଁ, ଛେଳିର ଗନ୍ଧ ଆସୁଛି ହରିଣ ଘର ଭିତରୁ। ମତେ ଲାଗୁଛି ହରିଣ ଛେଳିକୁ ଲୁଚେଇକି କୋଉଠି ରଖିଛି, ଆଉ ଆମକୁ ମିଛ କହି ଠକି ଦଉଛି। ଚୁପ୍ କର ବିଲୁଆ, କିଛି ଜାଣି ନ ଶୁଣି ମୋ ଉପରେ କାହିଁକି ଦୋଷ ନଦି ଦଉଛୁ? ବିଲୁଆ, ବାଘ ଆଉ ହରିଣ ମଧ୍ୟରେ ବହୁତ ଝଗଡ଼ା ହେଇଗଲା। ଆଉ ଏଇ ଝଗଡ଼ା ସମ୍ଭାଳି ନ ପାରି ଛେଳିଟି ବାହାରକୁ ବାହାରି ଆସିଲା। ଆଉ ହାତ ଯୋଡ଼ି କହିଲା, ଭାଇମାନେ, ତୁମେ ତିନି ଜଣ ମୋ ପାଇଁ ଝଗଡ଼ା ଲାଗ ନାହିଁ। ଯଦି ବାଘ ଆଉ ବିଲୁଆ ମତେ ମାରି ମୋ ମାଂସ ଖାଇବା ପାଇଁ କହୁଛନ୍ତି, ତାହେଲେ ମତେ ନେଇ ମାରି ମୋ ମାଂସ ଖାଇଦିଅ। ହରିଣ ଘରୁ ଛେଳିଟିକୁ ବାଘ ଆଉ ବିଲୁଆ ନେଇ ଆସିଲେ ତାଙ୍କ ସାଥିରେ। କିଛି ବାଟ ଗଲା ପରେ ବାଘ ଆଉ ବିଲୁଆ ମଧ୍ୟରେ କଳି ସୃଷ୍ଟି ହେଲା। କିଏ ଛେଳିର ଜଙ୍ଘ ମାଂସ ଖାଇବ? ବାଘ ମାମୁଁ, ଛେଳିକୁ ମୁଁ ପ୍ରଥମେ ଦେଖିଥିଲି, ସେଥିପାଇଁ ମୁଁ ଛେଳିର ଜଙ୍ଘ ମାଂସ ଖାଇବି। ତାପରେ ବାଘଟି କୁହେ, ବାଘ କେବେ ମୁଣ୍ଡ ଆଉ ଛାତି କଙ୍କଳ ମାଂସ ଖାଏନି ବିଲୁଆ, ତୁ ଭଲସେ ଜାଣିଥିବୁ। ସିଏ ଜଙ୍ଘ ମାଂସ ମାରି ଖାଏ। ବାଘ ଆଉ ବିଲୁଆଙ୍କ ଝଗଡ଼ା ଦେଖି ଛେଳିଟି ସେଇ ଜାଗାରୁ ଖସି ଆସିଥାଏ। ଖସି ଆସିଲା ପରେ ତା ଘରକୁ ବାଟ ପାଇଯାଇଥାଏ। କଥାରେ ଅଛି ସାଙ୍ଗମାନେ, ଚୋରି କରିବ ବାପ ପୁଅ, ମଣିଷ ମାରିବ ଏକା।